ମାଛ ବି ଆମର ରେଡ଼ି ହେଇଗଲା। ହାଏ ଫ୍ରେଣ୍ଡସ୍, ଆଉ ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ହେଲା ବୁଧବାର। ଆମର ବୁଧବାର ଆଜି କ'ଣ ହେଉଛି ଦେଖିବା। ମାଛ ଭଜାଭଜି ଚାଲିଛି। ପଖାଳ ପାଇଁ ମାଛ ଭଜାଭଜି ଏପଟେ ରେଡ଼ି। ଏପଟେ କାଟି ଦେଇକି ଆଉ କ'ଣ କରିବୁ, ପିଆଜ ଟମାଟୋ ଲଙ୍କା ବି କଟା ହେଲାଣି। ମାଛ ଆଜି ଆସିଛି ଆମର ରୋହି ମାଛ। ସେ କ'ଣ ମଞ୍ଜି ବିହନ, ଛୋଟ ବିହନ। ଆମର ଏବେ ମିସ୍ତ୍ରୀ ମହାଶୟ ପୁରା ତରତର ପୁରା ରୋଷେଇ କରିବା ପାଇଁ ଚାଲିଛି। ରୋଷେଇ ଜୋରସୋରରେ। ଆରେ ଡାଳିମ୍ବ ବି କାଟିକି ଖାଇବ ବୋଲି। ଡାଳିମ୍ବ କ'ଣ ସେମିତି ଆଉ ଖଣ୍ଡେ ଖଣ୍ଡେ କାଟୁନୁ। ଡାଳିମ୍ବ ଭଲ ପାଚି ହେଇଛ। ସେପଟେ ମାଛ ଭଜା ଦେଖିବା କ'ଣ ଯିବା। ଇଏ ପଖାଳ ଭାତ କ'ଣ କରିବି? ପଖାଳ ଭାତରେ ମାଛ ମସଲା ହେବ। ଆଜି ଖାଇବା ମାଛ ମସଲା। ଗୁନୁ ତୁ ଖାଇବୁ କ'ଣ? ଖାଇବୁ ତୁ କ'ଣ ଖାଇବୁ? କବାଡ଼ି ଦେଲା। ତୁ କ'ଣ ଖାଇବୁ? ମାଛ ଭାତ। କଢ଼େଇ ଏବେ ଗରମ ହେଇଗଲା। ଏବେ ପିଆଜ ପଡ଼ିଲା। କଢ଼େଇ ତେଲ ପଡ଼ିଲା, ପିଆଜ ପକା। ପିଆଜ ପଡ଼ିଲା। ଏବେ ପିଆଜ ହେବ ମାଛ ମସଲା। ପଖାଳ ଭାତରେ ଖିଆ ହେବ। ଇଏ ପଡ଼ିଲା କଞ୍ଚା ଲଙ୍କା। ପିଆଜ ଏବେ ହେଇଗଲା। ତାପରେ ଆମର ଟମାଟୋ ଏବେ ପଡ଼ୁଛି। ତାପରେ କ'ଣ ପଡ଼ିବ? ତାପରେ ହବା ପାଇଁ ଛାଡ଼। ଏବେ ପିଆଜ ହେଇଗଲା। ପଡ଼ିଲା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ତାପରେ ଆସିଲା ଜିରା ଗୁଣ୍ଡ, ତାପରେ ପଡ଼ିଲା ଧନିଆ ଗୁଣ୍ଡ, ତାପରେ ମିକ୍ସ ହେଇଗଲା। ତାପରେ ବି ଆସିଲା ଲୁଣ ପଡ଼ିବ। ମାଛରେ ଲୁଣ ପଡ଼ିଯାଇଛି। ଲୁଣ ପଡ଼ିଲା। ମସଲା ବି ହେଇଗଲା। ଆମର ଏବେ ମାଛ ପଡ଼ିଲା। ମାଛ ବି ଆମର ରେଡ଼ି ହେଇଗଲା। ମାଛ ମସଲା ବସିଗଲା। ଏବେ ପଖାଳ ସାଙ୍ଗରେ ଖିଆ ହେବ। ଏବେ ଅଣ୍ଡା ଆମ୍ଲେଟ୍ ହେଉଛି। ଇଏ ପୁରା ରେଡ଼ି ହେଇଯାଇଛି ଆମର ମାଛ ମସଲା। ମାଛ ପୁରା ମସଲା କରିଦେଇଛି। ଫ୍ରାଏ ନା କ'ଣ?